ଅନଲାଇନ୍ ଇନକମ୍ ଛାଡ଼ିକି ଫ୍ରିରେ ତୁମକୁ କେହି ବି ତୁମକୁ ଟଙ୍କାଟା ଦେବେ ନାହିଁ। ତୁମେ ଯେକୌଣସି ଜାଗାରେ ଯିବ, ତୁମେ କାମ କରିବ, ପଇସା ଇନକମ୍ କରିବ। କିନ୍ତୁ ଅନଲାଇନ୍ ଇନକମ୍ରେ ତୁମେ ଇନଭେଷ୍ଟ କରିକି ମଧ୍ୟ ବହୁତ ସାରା ପଇସା ଇନକମ୍ କରିପାରିବ ଏବଂ ୱିଥଆଉଟ୍ ଇନଭେଷ୍ଟମେଣ୍ଟରେ ମଧ୍ୟ ଇନକମ୍ ମଧ୍ୟ କରିପାରିବ। ତ କେମିତି କରିବ? ତ ଆଜି ମୁଁ ଗୋଟେ ସିମ୍ପଲ୍ ଗୋଟେ ଆପ୍ ବିଷୟରେ କହିବି। କମ୍ ସେ କମ୍ ତୁମେ କିଛି କାମ କରି କିଛି ଟାସ୍କ କମ୍ପ୍ଲିଟ୍ କରି ପର୍ ଡେ କମ୍ ସେ କମ୍ 50 ଟଙ୍କାରୁ 100 ଟଙ୍କା ଇନକମ୍ ମଧ୍ୟ କରିପାରିବ। ତ ଯେଉଁମାନେ ଷ୍ଟୁଡେଣ୍ଟ ଅଛ ତାଙ୍କ ପାଇଁ ବହୁତ ବଢ଼ିଆ ଆପ୍ ରହୁଛି, କାରଣ ଏଥିରେ କୌଣସି ଇନଭେଷ୍ଟ କରିବା ଦରକାର ନାହିଁ। ତ ସିମ୍ପଲ୍ କଥା, ତ ଲିଙ୍କ୍ ମିଳିଯିବ ଭିଡ଼ିଓ ଡେସ୍କ୍ରିପ୍ସନ୍ ବକ୍ସରେ। ଫାର୍ଷ୍ଟ ଟାଇମ୍ ତା ପୂର୍ବରୁ ମୁଁ ତୁମକୁ କିଛି କହିଦେଉଛି। ତୁମେ ଯଦି ବର୍ତ୍ତମାନ ଆମ ଚ୍ୟାନେଲକୁ ନୂଆ ଭିଜିଟ୍ କରୁଛ, ନିହାତି ଭାବରେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଅଲ୍ରେ କ୍ଲିକ୍ କର, କାରଣ ମୁଁ ଯେତେବେଳେ ବି ଭିଡ଼ିଓ ଛାଡ଼ିବି ନୋଟିଫିକେସନ୍ ସର୍ବପ୍ରଥମେ ଆପଣଙ୍କ ପାଖରେ ପହଞ୍ଚିଯିବ। ଏବଂ ତୁମେ ଯଦି ଟେଲିଗ୍ରାମ ଗ୍ରୁପ୍ରେ ଜଏନ୍ ହେଇନ, ନିହାତି ଭାବରେ ଟେଲିଗ୍ରାମ ଗ୍ରୁପ୍ରେ ଜଏନ୍ ହେଇଯାଅ, ଠିକ୍ ଅଛି। ତ ଲିଙ୍କ୍ ମିଳିଯିବ ଭିଡ଼ିଓ ଡେସ୍କ୍ରିପ୍ସନ୍ ବକ୍ସରେ। ଲିଙ୍କ୍ ଉପରେ କ୍ଲିକ୍ କରି ଆପ୍ଲିକେସନ୍ଟି ଡାଉନଲୋଡ଼ କରିବ। ଡାଉନଲୋଡ଼ କରିସାରିଲା ପରେ ଆପ୍ଲିକେସନ୍ଟି ଓପନ୍ କରିବ। ଓପନ୍ କରିସାରିଲା ପରେ ଫାର୍ଷ୍ଟ କରି ତୁମ ମୋବାଇଲ୍ ନମ୍ବର ଦେଇଦେବ, ଫୁଲ୍ ନେମ୍ ଦେଇଦେବ, ଇମେଲ୍ ଆଡ୍ରେସ୍ ମଧ୍ୟ ଦେଇଦେବ, ଠିକ୍ ଅଛି। ଦେଇସାରିଲା ପରେ ରେଫର୍ କୋଡ଼୍ ମଷ୍ଟ ପୁଟ୍ କରିବ। ତୁମକୁ ସାଇନ୍ ଅପ୍ ବୋନସ୍ କାହାକୁ 50 ଟଙ୍କାରୁ 50 ଟଙ୍କା ଦେଉଛି, ସାଇନ୍ ଅପ୍ ବୋନସ୍ 50 ଟଙ୍କା ନା 100 ଟଙ୍କା ଦେଉଛି, ଠିକ୍ ଅଛି। ହେଲା କି? ତ ରେଫର୍ କୋଡ଼୍ ସେମିତି ମଷ୍ଟ ପିଉଟ୍ କରିବ। ରେଫର୍ କୋଡ଼୍ କେଉଁଠି ପାଇବ ନା ଭିଡ଼ିଓ ଡେସ୍କ୍ରିପ୍ସନ୍ ବକ୍ସରେ ରେଫର୍ କୋଡ଼୍ ମଧ୍ୟ ପାଇଯିବ, ଠିକ୍ ଅଛି। ଦେଇସାରିଲା ପରେ କଣ୍ଟିନ୍ୟୁ ଉପରେ କ୍ଲିକ୍ କରିବ। କଣ୍ଟିନ୍ୟୁ ଉପରେ କ୍ଲିକ୍ କରିସାରିଲା ପରେ ମୋବାଇଲ୍ ନମ୍ବରରେ ଗୋଟେ ଓ ଟି ପି ଆସିବ। ଓ ଟି ପି ଦେଇଦେବ, ତୁମର ରେଜିଷ୍ଟ୍ରେସନ୍ ହେଇଯିବ। ଚାଲନ୍ତୁ ମୁଁ ତୁମକୁ କହିବି ଏଥିରେ ତୁମେ କେମିତି ଇନକମ୍ ମଧ୍ୟ କରିପାରିବ। ଓକେ, ତ ରେଫର୍ ଆଣ୍ଡ ଏର୍ନ ଉପରେ କ୍ଲିକ୍ କରିବ। ତୁମ ସାଙ୍ଗମାନଙ୍କୁ ଯାହା ବି ସେୟାର କରିବ, ମନେ କର ଯେତେବେଳେ ତୁମେ ରେଜିଷ୍ଟ୍ରେସନ୍ କଲ, ରେଫର୍ କୋଡ଼୍ ମଷ୍ଟ ଏଇଟା ବୁଟ୍ କରିବ। 6 ତାର ସ୍ମଲ୍ m ସ୍ମଲ୍ p କ୍ୟାପିଟାଲ୍ Q କ୍ୟାପିଟାଲ୍ L ସ୍ମଲ୍ a କ୍ୟାପିଟାଲ୍ K କ୍ୟାପିଟାଲ୍ G, ଠିକ୍ ଅଛି। ରେଫର୍ କରିବା ପର୍ ରେଫର୍ ହିସାବରେ ତୁମକୁ 15 ଟଙ୍କା ଲେଖା ମିଳିବ, ଠିକ୍ ଅଛି। ଏବଂ ମୁଁ ତୁମକୁ ୱିଡ୍ରୋ ମଧ୍ୟ ଦେଖାଇ ଦେଉଛି। ଫାର୍ଷ୍ଟ କରିକି ମି ଅପସନ୍ ଉପରେ କ୍ଲିକ୍ କରୁଛି। ତ ମୁଁ ଏଇଟା ଗୋଟେ ପୁରୁଣା ଆପ୍। ଆଗରୁ ମଧ୍ୟ ଏଇ ଆପ୍ ପାଖାପାଖି 2-3 ବର୍ଷ ହେଲାଣି ମୁଁ ଅଲରେଡ଼ି କହି ଆସିଅଛି। ଓକେ, ତ ମୁଁ ସେଥିପାଇଁ ବହୁତ ପିଲା ମେସେଜ୍ କରୁଥିଲେ କି ଆମକୁ ଫ୍ରି ୱିଥ୍ ଇନଭେଷ୍ଟମେଣ୍ଟ ଆପ୍ଲିକେସନ୍ ଦିଅ, କମ୍ ସେ କମ୍ ଆମେ ପ୍ରତିଦିନ ଆମେ 50 ଟଙ୍କାରୁ 100 ଟଙ୍କା ଇନକମ୍ ମଧ୍ୟ କରିପାରିବୁ। ଓକେ, ତ ଏଇ ଆପ୍ ତୁମେ କମ୍ ସେ କମ୍ ଦିନକୁ ତୁମେ 50ରୁ 100 ଟଙ୍କା ଇନକମ୍ କରିପାରିବ, ଠିକ୍ ଅଛି। ତ ସିମ୍ପଲ୍ କଥା, ପେମେଣ୍ଟ ଅପସନ୍ ଉପରେ କ୍ଲିକ୍ କରୁଛ। ପେମେଣ୍ଟ ଅପସନ୍ ଉପରେ କ୍ଲିକ୍ କରିସାରିଲା ପରେ ତୁମେ ବି ଦେଖିପାରୁଥିବ, ମୁଁ ଅଛି ତ ମୁଁ ଟ୍ରାଞ୍ଜାକ୍ସନ୍ ଉପରେ କ୍ଲିକ୍ କରିଛି। ମୁଁ 4 ଥର ମଧ୍ୟ ୱିଡ୍ରୋ କରିଛି, ଠିକ୍ ଅଛି। ଗୋଟେ 50 ଟଙ୍କା, ଗୋଟେ 50 ଟଙ୍କା, 50 ଟଙ୍କା, 54 ଟଙ୍କା, ଠିକ୍ ଅଛି। ତୁମେ ମଧ୍ୟ ୱିଡ୍ରୋ କରିପାରିବ। ମିନିମମ୍ ୱିଡ୍ରୋ ହେଉଛି ଏଥିରେ 50 ଟଙ୍କା। ତ 50 ଟଙ୍କା ଫାର୍ଷ୍ଟ କରି ପେମେଣ୍ଟ ଅପସନ୍ ଉପରେ କ୍ଲିକ୍ କରିବ, ଠିକ୍ ଅଛି। ଦୁଇଟା ଏଥିରେ ୱାଲେଟ୍ ଅଛି। ଫାର୍ଷ୍ଟ କରି ରିୱାର୍ଡ଼ ୱାଲେଟ୍, ୟର୍ନିଂ ୱାଲେଟ୍। ୟର୍ନିଂ ୱାଲେଟ୍ କ'ଣ? ତୁମେ ଯେତେବେଳେ ବି ଟାସ୍କ କମ୍ପ୍ଲିଟ୍ କଲ, କେଉଁ ଟାସ୍କ କମ୍ପ୍ଲିଟ୍ କରିବ ନା ହୋମ୍ ଅପସନ୍ ଉପରେ କ୍ଲିକ୍ କରୁଛି। ଏଥିରେ ଭେରାଇଟି ତୁମକୁ ଟାସ୍କ ଦେଖିବାକୁ ମିଳିବ। ଏଇ ଟାସ୍କ କମ୍ପ୍ଲିଟ୍ କଲେ 9 ଟଙ୍କା, ଏଇ ଟାସ୍କ କମ୍ପ୍ଲିଟ୍ କଲେ 4 ଟଙ୍କା। କେମିତି ଟାସ୍କ କମ୍ପ୍ଲିଟ୍ କଲେ ତା ମଧ୍ୟ ମୁଁ କହିଥିବି, ଟେନସନ୍ ନେବା କିଛି ବି ଦରକାର ନାହିଁ। ଏଇ ଟାସ୍କ କମ୍ପ୍ଲିଟ୍ କଲେ 17 ଟଙ୍କା, ଏଇ ଟାସ୍କ କମ୍ପ୍ଲିଟ୍ କଲେ 5 ଟଙ୍କା, ସବୁ କିଛି ଡିଟେଲ୍ ମଧ୍ୟ ଲେଖା ହେଇଛି। ତାପରେ ମୋର ଅପସନ୍ ଉପରେ କ୍ଲିକ୍ ଅଛି, ଆଉ ପେମେଣ୍ଟ ଅପସନ୍ ଉପରେ କ୍ଲିକ୍ ଅଛି। ପେମେଣ୍ଟ ଅପସନ୍ କ୍ଲିକ୍ ଅଛି, ତୁମେ ଯେତେ ଜଣଙ୍କୁ ରେଫର୍ କରିବ, ରେଫର୍ ଆମାଉଣ୍ଟଟା ରିୱାର୍ଡ଼ ୱାଲେଟ୍ରେ ପଳାଇ ଆସିବ। ଆଉ ଯେତେବେଳେ ତୁମେ ଟାସ୍କ କମ୍ପ୍ଲିଟ୍ କରି ପଇସା ଇନକମ୍ କରିପାରିବ, ସେତେବେଳେ ଏଇଟା ୟର୍ନିଂ ୱାଲେଟ୍ରେ ମଧ୍ୟ ପଳାଇ ଆସିବ। ଆଶା କରୁଛି ତୁମେ ସବୁ କିଛି ବି ଡାଉଟ୍ ହେଉଥିବ। ଆଉ ତୁମେ ଏଇଟା ୱିଡ୍ରୋ ପେଟିଏମ୍ରେ ଦେଇପାରିବ। ପେଟିଏମ୍ ତ ବ୍ୟାନ୍ ହେବାର ବହୁତ ସମ୍ଭାବନା, ନା ବ୍ୟାନ୍ ହେଇଯିବ। ତୁମେ ୟୁପିଆଇ ନହେଲେ ବ୍ୟାଙ୍କ ଆଡ଼୍ କରିକି ତୁମେ ପଇସାଟା ୱିଡ୍ରୋ କରିପାରିବ। ୟୁପିଆଇ ଉପରେ କ୍ଲିକ୍ କରିକି ମଧ୍ୟ ୟୁପିଆଇଟା ଆଡ଼୍ କରିଦେବ, ହେଲା କି, ୱିଡ୍ରୋ କରିବା ପୂର୍ବରୁ। ଆଉ କେମିତି ୱିଡ୍ରୋ କରିବ? ଏଇଟା ଯେତେବେଳେ ତୁମ ୱାଲେଟ୍ ଅଟୋମେଟିକ୍ ଏଇଠି ବାଲାନ୍ସ ଶୋ କରିବ। ଏଇଠି ମଧ୍ୟ 0 ଟଙ୍କା ଶୋ କରୁଛି, ଏଇଠି ମଧ୍ୟ 0 ଟଙ୍କା ଶୋ କରୁଛି। ଅଟୋମେଟିକ୍ ମଧ୍ୟ ବାଲାନ୍ସ ମଧ୍ୟ ଶୋ କରିଯିବ, ହେଲା କି। ତୁମକୁ ହୋଇଯିବ ଟାସ୍କ କରି କେମିତି ଇନକମ୍ କରିବ। ତ ହୋମ୍ ଅପସନ୍ ପଳାଇ ଆସିବ। ହୋମ୍ ଅପସନ୍ ପଳାଇ ଆସିଲା ପରେ ବହୁତ ପ୍ରକାର ଟାସ୍କ ତୁମେ ଦେଖିପାରୁଥିବ। ଫାର୍ଷ୍ଟ କରିକି ମୁଁ ଏଇ 4 ଟଙ୍କିଆ ଟାସ୍କ ଉପରେ କ୍ଲିକ୍ କରିଛି, ଗେଟ୍ ଇଟ୍ ଉପରେ କ୍ଲିକ୍ କରିଛି। ତୁମେ ଦେଖିପାରୁଥିବ ଫାର୍ଷ୍ଟ ଲେଖା ଅଛି କ୍ଲିକ୍ ଅନ୍ ଦ ଗେଟ୍ ଅଫର୍ ବଟମ୍ ଇଫ୍ ୟୁ ଆର୍ ନ୍ୟୁ ୟୁଜର୍, ଡାଉନଲୋଡ଼ ଆଣ୍ଡ ରେଜିଷ୍ଟ୍ରେସନ୍ ଅନ୍ ଦ ଆପ୍ ୟୁଜିଂ ୟୋର୍ ମୋବାଇଲ୍ ନମ୍ବର। ଯଦି ତୁମେ ଏଇ ଆପ୍ ଆଗରୁ ଡାଉନଲୋଡ଼ କରିନ, ଯଦି ତୁମେ ଏଇ ଆଜି ନୂଆ ଡାଉନଲୋଡ଼ କରିଛ, ତାହେଲେ ତୁମକୁ 4 ଟଙ୍କା ମିଳିଯିବ, ଠିକ୍ ଅଛି। କେବଳ ଆପ୍ଟି ଡାଉନଲୋଡ଼ କରିବ, ଡାଉନଲୋଡ଼ କରିକି ମୋବାଇଲ୍ ନମ୍ବର ଦେଇ ରେଜିଷ୍ଟ୍ରେସନ୍ କରିବ। ସିମ୍ପଲ୍ କଥା। ଗେଟ୍ ଅଫର୍ ଉପରେ କ୍ଲିକ୍ କରିଦେବ। ଗେଟ୍ ଅଫର୍ ଉପରେ କ୍ଲିକ୍ କରିସାରିଲା ପରେ ଡାଇରେକ୍ଟ ତୁମକୁ ରେଡିରେକ୍ଟ ହେଇଯିବ ପ୍ଲେ ଷ୍ଟୋରରେ, ଠିକ୍ ଅଛି। ଏଇ ଆପ୍ ଡାଉନଲୋଡ଼ କରିବ, ମୋବାଇଲ୍ ନମ୍ବର ଦେଇକି ରେଜିଷ୍ଟ୍ରେସନ୍ କରିବ, ତୁମକୁ ଇନଷ୍ଟାଣ୍ଟ 4 ଟଙ୍କା ମିଳିଯିବ। ତ ଆଖି ଆଗରେ ସାଙ୍ଗେ ଯାହା କରୁଛି ସବୁ କିଛି ଡିଟେଲ୍ ମଧ୍ୟ ଦେଖାଇ ଦେଉଛି। ବର୍ତ୍ତମାନ ଓପନ୍ ହେଇଗଲା। ବର୍ତ୍ତମାନ ମୁଁ ଯାଉଛି ଡାଉନଲୋଡ଼ କରିଦେଉଛି, ଠିକ୍ ଅଛି। ହଁ, ଡାଉନଲୋଡ଼ ହେଇଗଲା। ଓପନ୍ କରିବ, ମୋବାଇଲ୍ ନମ୍ବର ଦେଇ ରେଜିଷ୍ଟ୍ରେସନ୍ କରିବ, ତୁମକୁ ସାଙ୍ଗେ ସାଙ୍ଗେ ଏଇଠି 4 ଟଙ୍କା ମଧ୍ୟ ମିଳିଯିବ, ଠିକ୍ ଅଛି। ମିଳି ସାରିଲା ପରେ ତୁମ ୟର୍ନିଂ ୱାଲେଟ୍ରେ ମଧ୍ୟ ଶୋ କରିବ। ଯେତେବେଳେ ତୁମ ୟର୍ନିଂ ୱାଲେଟ୍ରେ 50 ଟଙ୍କା ହେଇଯିବ, ଆରାମସେ ରିକ୍ୱେଷ୍ଟ ଉପରେ କ୍ଲିକ୍ କରିକି ତା ପୂର୍ବରୁ ୟୁପିଆଇ ବ୍ୟାଙ୍କ ଆଡ଼୍ କରିଦେଇଥିବ, ୱିଡ୍ରୋ ଆସିଯିବ, ଠିକ୍ ଅଛି। ଆଉ ରିୱାର୍ଡ଼ ଅପସନ୍ରେ ମଧ୍ୟ ତୁମକୁ ମିନିମମ୍ ୱିଡ୍ରୋ ମଧ୍ୟ 200 ଟଙ୍କା ଲେଖା ହେଇଛି, କିନ୍ତୁ ତୁମ 50 ଟଙ୍କା ହେଇଗଲେ, ଠିକ୍ ଅଛି, 200 ଟଙ୍କା ହେଇଗଲେ
ତୁମର 50 ଟଙ୍କା ୱିଡ୍ର କରିପାରିବ। ଠିକ୍ ଅଛି, ମିନିମମ୍ 2-3 ଜଣଙ୍କୁ ରେଫର୍ କରିଦେବ, ପର୍ ରେଫର୍ ହିସାବରେ ତୁମକୁ 15 ଟଙ୍କା ମିଳୁଛି। 3 ଜଣ ଉପରେ 50 ଟଙ୍କା ହେଇଯିବ, ଆରାମସେ ୱିଡ୍ର କରିବ। ରେଫର୍ ଉପରେ କ୍ଲିକ୍ କରିକି ହ୍ୱାଟ୍ସଆପ୍ ଟେଲିଗ୍ରାମ ଯାହାକୁ ପାଉଛି ତାକୁ ରେଫର୍ କୋଡ଼୍ କରିପାରିବ। ତୁମ ରେଫର୍ କୋଡ଼୍ ମୋତେ ଏଇଠି ଶୋ କରିପାରିବ। ରେଫର୍ କୋଡ଼୍ ତୁମ ସାଙ୍ଗକୁ କହିବ ମଷ୍ଟ ପୁଟ୍ କରିବେ। ଠିକ୍ ଅଛି, ତ ବାସ୍ ଏଇଟା ଗୋଟେ ସିମ୍ପଲ୍ ଆପ୍ ଥିଲା। ଆଶା କରୁଛି କାହାର କିଛି ବି ଡାଉଟ୍ ନ ରହିବ। ଯଦି ବି ଡାଉଟ୍ ରହୁଛି ତାହେଲେ ମୋତେ ନିହାତି ଭାବରେ ଟେଲିଗ୍ରାମରେ ମେସେଜ୍ କରନ୍ତୁ। ତ ଦେଖା ହେବା ନେକ୍ସଟ ଭିଡ଼ିଓ, ସେଥିପାଇଁ ଜୟ ଜଗନ୍ନାଥ।